आंध्रर चिंतूरठारे घटिछि मर्मन्तुत सड़क दुर्घटना ଯେଉଁଥିରେ ମାଲକାନଗିରି ଫେରୁଥିବା ଜଣେ ଯବାନଙ୍କ ମୃତ୍ୟୁ ହେବା ସହ 6 ଜଣ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଯବାନମାନେ ଛୁଟି ସାରି ଏକ ଇନୋଭା କାରରେ ମାଲକାନଗିରି ଫେରୁଥିଲେ। ହେଲେ ଚିନ୍ତୁର ମଣ୍ଡଳର ଚାଟି ଗୁରେଲାଗୁଡେମ୍ କୁନାଭାରାମ ଜଙ୍କସନଠାରେ ଏକ କଲଭର୍ଟକୁ ପିଟିଥିଲା ଇନୋଭା କାର। ଫଳରେ କାରଟି ଭାଙ୍ଗିରୁଜି ନଷ୍ଟ ହୋଇଯିବା ସହ 142 ବାଟାଲିୟନର ବିଏସ୍ଏଫ୍ ହାବିଲଦାର ଗୌରବ ପାଣ୍ଡେଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଆଉ ଅନ୍ୟ 6 ଗୁରୁତର ଯବାନଙ୍କୁ ତେଲେଙ୍ଗାନା ଭଦ୍ରାଚଲମ ମେଡିକାଲରେ ଭର୍ତ୍ତି କରାଯାଇଛି। 7 ଜଣ ସୁରକ୍ଷାକର୍ମୀ ଇନୋଭା କାର ଯୋଗେ ଖମ୍ମରରୁ ମାଲକାନଗିରି ଜିଲ୍ଲା ବାଲିମେଳାକୁ ଆସୁଥିବା ବେଳେ ଏକ କଲଭର୍ଟକୁ ଧକ୍କା ଦେଇ କାରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ଜଣେ ଯବାନଙ୍କ ମୃତ୍ୟୁ ଓ ଅନ୍ୟମାନେ ଗୁରୁତର ହୋଇଛନ୍ତି। ମାଲକାନଗିରି ଜିଲ୍ଲାରୁ ସନ୍ତୋଷ କୁମାର ପଣ୍ଡାଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।